ହଉ ମୁଁ ହଉଛି ପ୍ରଫେସର କରୁଣାକର ନନ୍ଦ, ଏଇ ଇନଷ୍ଟିଚ୍ୟୁଟ ର ନିର୍ଦ୍ଦେଶକ। ଆମର ବର୍ତ୍ତମାନ ଚାଲିଛି ସ୍ୱଚ୍ଛତା ଅଭିଯାନ, ସ୍ୱଚ୍ଛତା ପଖବାଡା। ଆଉ ଏଇଟା ଆମର ପ୍ରାୟ 100 ବର୍ଷ ହେଇ ଆସୁଛି। ଆଉ ଗତ ବର୍ଷ ଆମ ଇନଷ୍ଟିଚ୍ୟୁଟ ଡିପାର୍ଟମେଣ୍ଟ ଅଫ ଆଟମିକ ଏନର୍ଜିରେ ଦ୍ୱିତୀୟ ସ୍ଥାନ ଲାଭ କରିଛି। ଆମେ ଏଥର ଚେଷ୍ଟା କରୁଛୁ କେମିତି ଆମେ ନମ୍ବର 1 ପୋଜିସନକୁ ଯିବୁ ହେଲା। ଆଉ ଏଥିରେ ବହୁତ ଗୁଡାଏ କାର୍ଯ୍ୟକ୍ରମ ରହିଛି ଆମର। ଆମେ ନିଜ ଇନଷ୍ଟିଚ୍ୟୁଟ ସଫା କରୁଛୁ, ତାପରେ ବାହାରକୁ ଯାଇକି ବି ଆମେ ସଫାଇ କାର୍ଯ୍ୟକ୍ରମ କରୁଛୁ। ସ୍ଲମ ଏରିଆ, ତାପରେ ହଁ ରିଭର। ଆଉ ଗୋଟେ ହଉଛି ଆମର କାର୍ଯ୍ୟକ୍ରମ ଏଥର ନୂଆ ଆମର ଇଣ୍ଟ୍ରୋଡ୍ୟୁସ ହଉଛି ଯେ ନାଟକ ଜରିଆରେ ଆମେ ଲୋକଙ୍କୁ କେମିତି ସଚେତନତା କରାଇବୁ ସେ ବିଷୟରେ ଆଜି ସନ୍ଧ୍ୟାରେ ଆମ ତେଣୁ ରୋକଟ ଗାଁ ସେଥିରେ ଆମର ଏଇ ନାଟକ ପରିବେଷଣ ହବ। ଆମ ଇନଷ୍ଟିଚ୍ୟୁଟର ସବୁ କର୍ମଚାରୀ ମାନେ ଏଇ ନାଟକ ପ୍ରସ୍ତୁତ କରିଛନ୍ତି। ଆଉ ସେଇଟା ଆମର ଯୋଉ ପୁରୁଣା କାହାଣୀ ଥିଲା ନିଧିବୁଢା, ତା ଉପରେ ଆଧାରିତ। ଯଦିଓ ସେଇଟା ଆମେ ପାଠ୍ୟକ୍ରମରେ ପଢିଥିଲୁ, ଆମେ ଯେତେବେଳେ ତୃତୀୟ ଶ୍ରେଣୀରେ ଥିଲୁ, ତାପରେ ସେଇଟା ବୋଧେ ସିଲାବସରୁ ହଟେଇ ଦିଆଯାଇଛି। କିନ୍ତୁ ମତେ ଲାଗେ ଯେ ସେଇ ତା ଉପରେ ଆମର ଯଦି ଧ୍ୟାନ ଦେଇ ପାରିଥାନ୍ତେ ମୂଳରୁ ବି, ତାହେଲେ ଆମକୁ ଏସବୁ ଏତେ କରିବାକୁ ପଡିନଥାନ୍ତା। ଯାହା ହଉ ବର୍ତ୍ତମାନ ସମୟ ଆସିଛି ସମସ୍ତଙ୍କୁ ସଚେତନତା କରାଇବା ପାଇଁ। ଆଉ ଏଇ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ, ଆମମାନଙ୍କର ସମସ୍ତଙ୍କର ପ୍ରୟାସ ଅଛି ଯେ କେମିତି ଲୋକେ ସଫାସୁତୁରା ରହିପାରିବେ, ତାଙ୍କର ପରିବେଶ ସଫାସୁତୁରା ରହିବ। ଆଉ ଗୋଟେ ଜିନିଷ ହେଲା ଯେ ସଫାସୁତୁରା ରହିଲେ ଆକ୍ଚୁଆଲି ଆମେ ସମସ୍ତେ ରୋଗମୁକ୍ତ ହେବା। ଆଉ ଗୋଟେ ଜିନିଷ ଯେ ଆମକୁ ଭଲ ଲାଗେନି ହେଲା। ଦୈନନ୍ଦିନ ଜୀବନରେ ବି ନିଜେ ସଫାସୁତୁରା ଆମେ ହଉଛେ, ତେଣୁ ଆମର ନିଜେ ସଫାସୁତୁରା ସହିତ ପାରିପାର୍ଶ୍ୱିକ ସଫାସୁତୁରା ରହିଲେ ଆମେ ନିଶ୍ଚିତ ଭାବରେ ସେଟା ସମସ୍ତଙ୍କ ପାଇଁ ଭଲ, ସମାଜ ପାଇଁ ଭଲ। ଆଉ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସେଟା ସଚେତନତା ଆମର ପ୍ରୟାସ। ସ୍ଥାନରେ ଆମମାନେ ଏଠି ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ ସମସ୍ତେ ସମବେତ ହେବାର କାରଣ ହଉଛି ଯେ ଆମେ ଗତ 2 ସପ୍ତାହ ଧରି ଏଇ ସ୍ୱଚ୍ଛତା ଅଭିଯାନ ଜାରି ରଖିଛୁ। ଏଇ ସ୍ୱଚ୍ଛତା ଅଭିଯାନରେ ଆମେ କେବଳ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଭିତରେ ନୁହଁ, ପଦାର୍ଥ ବିଜ୍ଞାନ ପାରିପାର୍ଶ୍ୱରେ ଥିବା ଅନେକ ଇନଷ୍ଟିଚ୍ୟୁଟ, ମନ୍ଦିର, ଏସବୁ ଜାଗାରେ ଯାଇକିରି ଆମେ ସ୍ୱଚ୍ଛତା ଅଭିଯାନ ଚଳେଇଛୁ। ପ୍ରଥମ କଥା ହେଲା ଯେ ସ୍ୱଚ୍ଛତା ଅଭିଯାନ କେମିତି ପିଲାମାନଙ୍କ ଭିତରେ ପଶିବ, ଗୋଟେ ସଂସ୍କାର ଆଣି ହବ, ସେଇଟା ହଉଛି ଆମମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ। କାହିଁକିନା ନିଜେ ସଫା ରହିଲେ ପରିବେଶ ସଫା ରହିବ। ଏଇ ଉଦ୍ଦେଶ୍ୟକୁ ନେଇକରି ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପ୍ରାୟ ଶେଷ 2 ସପ୍ତାହ ଧରି ଆମେ ଚଳେଇ ଆସିଛୁ। ଆଉ ସବୁ ପ୍ରକାର ସପୋର୍ଟ ଆମକୁ ବାହାରୁ ବି ମିଳୁଛି, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କ ପାଖରୁ ବି ମିଳୁଛି, ଯାହାଫଳରେ କି ଏଇ ପ୍ରକାର ଅଭିଯାନ ଚଳେଇବାରେ ଆମେ ସକ୍ଷମ ହେଇଛୁ। ଆଜି କେତେ ମେମ୍ବର ସାମିଲ ହେଇଥିଲେ, କଣ କଣ ଥିଲା? ସବୁ କାର୍ଯ୍ୟକ୍ରମରେ ପାଖାପାଖି 50 ଜଣ ମେମ୍ବର ସାମିଲ ହଉଛନ୍ତି ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର। ବାହାରକୁ ଗଲେ ଆମ ଅନୁଷ୍ଠାନର କର୍ମଚାରୀ ମାନଙ୍କ ସହିତ ବାହାରର ଯେତେ ବି କର୍ମଚାରୀ ଥାଆନ୍ତି, ସବୁ ସ୍କୁଲର ହଉ କି କମ୍ୟୁନିଟିର ହଉ କି କୌଣସି ବସ୍ତିର ହଉ, ସେ ସମସ୍ତ ଲୋକମାନେ ଆମ ସହିତ ମିଶିକିରି ଏଇ କାର୍ଯ୍ୟକ୍ରମଟା ଠିକ ଠାକରେ ଆମେ କରିଥାଉ। ସନ୍ଧ୍ୟା, ମୁଁ ବିବେକାନନ୍ଦ ପଟ୍ଟନାୟକ, ମୁଁ ରେଜିଷ୍ଟ୍ରାର କୁଳ ସଚିବ ଅଛି ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ପଦାର୍ଥ ବିଜ୍ଞାନରେ। ଆମର ଏଠି 2 ସପ୍ତାହ ହେଲା ଯୋଉ ସ୍ୱଚ୍ଛତା ଅଭିଯାନ ଚାଲିଛି, ସେଥିରେ ବେସିକାଲି ଆମେ ସମସ୍ତ ଭିତରେ ଜାଗରୁକତା, ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ କି ନିଜର ପରିବେଶ ସଫା ରଖନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ନିରୋଗ ରୁହନ୍ତୁ। ମୁଁ ଡକ୍ଟର କ୍ଷୀରଚନ୍ଦ୍ର ପାତ୍ର, ନୋଡାଲ ଅଫିସର ସ୍ୱଚ୍ଛତାର। ଆମେ ଡିପାର୍ଟମେଣ୍ଟ ଅଫ ଆଟମିକ ଏନର୍ଜି ତରଫରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ଆମେ 16 ରୁ 28 ପର୍ଯ୍ୟନ୍ତ ସ୍ୱଚ୍ଛତା ପାଳନ କରୁଛୁ। ତ ସେ ଜାଗାରେ ଆମେ ବିଭିନ୍ନ ସ୍ଲମ ଏରିଆ ଯାଉଛୁ, ସି ବିଚ୍ ଯାଉଛୁ, ନଦୀ ଯାଉଛୁ, ସ୍କୁଲ ଆଟେଣ୍ଡ କରୁଛୁ, ବିଭିନ୍ନ ସଂସ୍ଥା ଗୁଡାକ ଯାଉଛୁ। ସେଥିରେ ସ୍ୱଚ୍ଛତା ଅଭିଯାନ ରହୁଛି, ଲୋକଙ୍କ ଆୱାରନେସ ରହୁଛି। ଆଉ ବିଶେଷ କରି ଆମେ ଏଇ ସ୍ୱଚ୍ଛତା ଅଭିଯାନ ଆର ବର୍ଷ ବହୁତ ଭଲରେ କରିଥିଲୁ, ସେଥିପାଇଁ ଆମେ ଦ୍ୱିତୀୟ ସ୍ଥାନ, ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଆମେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲୁ। ଏଇ ବର୍ଷ ଆମେ ପ୍ରଥମ ହେବା ପାଇଁ ବି ଚେଷ୍ଟା କରୁଛୁ। ତ ଆମର ଏଇ ଜାଗାରେ 3ଟା ଜିନିଷକୁ ଆମେ ବହୁତ ଇମ୍ପୋର୍ଟାଣ୍ଟ ଦଉଛୁ। ଗୋଟେ ହେଲା ସ୍ୱଚ୍ଛତା ଶରୀରର, ସ୍ୱଚ୍ଛତା ପରିବେଶର, ଆଉ ସ୍ୱଚ୍ଛତା ମନର। ତ ମନର ସ୍ୱଚ୍ଛତା